हेलो भाई मैंने आमे ଏବେ ଯାଉଛୁ ମହାବିନାୟକ ଟେମ୍ପଲ। ମୁଁ ଆଉ ମୋ ସାଙ୍ଗ ଦୁଇ ଜଣ ବି ବାହାରି ପଡ଼ିଛୁ ଯିବା ପାଇଁ। ଦେଖନ୍ତୁ ବହୁତ ଜୋର ଖରା ହେଉଛି। ଏଇ ଖରାରେ ବି ଆମେ ଦି ଜଣ ବାହାରି ସକାଳୁ ଉଠିକି ଗାଧୋଇ ପାଧେଇ ଖାଇ ପିଇକି ବାହାରି ଯାଇଛୁ। ଦେଖନ୍ତୁ ଭାଇ ମାନେ ଏଇଠୁ ଆଉ ଚଣ୍ଡିଖୋଲ 14 କିଲୋମିଟର ରହିଲା। ଏବେ ଆମେ ଯାଉଛୁ, ଆଉ ଅଳ୍ପ ବାଟ ରହିଲା ମହାବିନାୟକ ଟେମ୍ପଲ। ଭାଇ ମାନେ ଦେଖନ୍ତୁ ପାହାଡ଼ ଦେଖାଗଲାଣି। ମୁଁ ଆଉ ମୋ ସାଙ୍ଗ କଥାବାର୍ତ୍ତା ହେଇକି ବହୁତ ମଜା ଲାଗୁଛି ମସ୍ତି ସହିତ ଯାଉଛି ରାସ୍ତାରେ। ଆପଣମାନେ ବି ଦେଖନ୍ତୁ ଲୋକର ମାନେ କେତେ ଖରାରେ ଯାଇକି ଫେରିଲେଣି। ଆମେ କିନ୍ତୁ ଯାଉ ଯାଉ ଆସିବାରେ ଟିକେ ଲେଟ୍ ହେଇଗଲା। ତ ଦେଖନ୍ତୁ ପାହାଡ଼ ଆଗରେ ଦେଖାଗଲାଣି। ବହୁତ ଜୋର ଖରା ବି ହେଉଛି। ଜାମ୍ ବି ଅଛି ଆଜି ରଜ ଲାଗି। ଭାଇମାନେ ଦେଖନ୍ତୁ କେତେ ଭିଡ଼। ଆମେ ଆସି ପାଖାପାଖି ହେଇଗଲୁଣି ମହାବିନାୟକ ମନ୍ଦିରର। ଭାଇମାନେ ଏବେ ଆମେ ଗାଡ଼ି ପାର୍କିଂ ଏଇଠି କରିବୁ। ଆଗରେ ବହୁତ ଜାମ୍ ଅଛି। ଆମେ ଆସି ଏବେ ପହଞ୍ଚି ଯାଇଛୁ ମହାବିନାୟକ। ଦେଖନ୍ତୁ ଲୋକମାନେ କେତେ ଆଗ ପଛ, ଖରା ବି ବହୁତ ଜୋର ହେଉଛି। ଝାଳ ହୋଇ ପୁରା ଖରାରେ ଆଉ ଅବସ୍ଥା ନାହିଁ। ଆମେ ତ ରଜରେ ମହାବିନାୟକ ଟେମ୍ପଲ ବୁଲିବାକୁ ଆଇଛୁ। ଆପଣମାନେ କେଉଁଠି ଯାଇଛନ୍ତି ଦୟାକରି କମେଣ୍ଟରେ କୁହନ୍ତୁ। ଏବେ ଆମେ ଉପର ପାହାଡ଼ ଉପରକୁ ଚଢ଼ିବାରେ ଲାଗିଛୁ। ମୁଁ ଆଉ ମୋ ସାଙ୍ଗ ଏଇ ଆଗରେ ଯାଉଛି, ମୁଁ ତା ପଛେ ପଛେ ଯାଉଛି। ଉପର ଦୁର୍ଗା ମନ୍ଦିର ମାଙ୍କୁ ଦର୍ଶନ କରିବା ଲାଗି ବହୁତ ଲୋକ ବି ଯାଉଛନ୍ତି ଆମ ସହ ଚାଲି ଚାଲି। ଦେଖନ୍ତୁ ସାଇଡ଼ରେ ପାତି ମାଙ୍କଡ଼ ମାନେ ବି ଖେଳୁଛନ୍ତି। ଏ ଖରାରେ ମୁଁ ବି ଯେମିତି ହାଲିଆ, ଲୋକମାନେ ବି ମଧ୍ୟ ସେମିତି ହାଲିକା ବହୁତ ହେଇଗଲେଣି। ସବୁ ଠାକୁରଙ୍କ ଦେଖିବା ପାଇଁ ବହୁତ କଷ୍ଟରେ ଖରାରେ ଚାଲି ଚାଲି ଉପରକୁ ଯାଇଛନ୍ତି। ଏବେ ଆମେ ଆସି ଉପରେ ପହଞ୍ଚି ଯାଇଛୁ। ମାଆଙ୍କୁ ଏଠି ଦର୍ଶନ କଲୁ। ଦେଖନ୍ତୁ ଲୋକମାନେ ଏଠି ଦର୍ଶନ କରୁଛନ୍ତି। ବହୁତ ଲୋକ ବି ଆଜି ଟିକେ ରେଷ୍ଟ ନେଇଛନ୍ତି ଉପରେ ଚଢ଼ି ଚଢ଼ି। ଉପରେ ଏଇ ପାତି ମାଙ୍କଡ଼ ମାନେ ଖେଳୁଛନ୍ତି। ଦେଖନ୍ତୁ ଏବେ ଆମେ ପଳେଇ ଯାଇଛୁ ମହାବିନାୟକ ସାଇଡ଼ରେ ଥିବା ଛୋଟିଆ ପାର୍କ ଦେଖନ୍ତୁ ମହାବିନାୟକରେ କେତେ ଭଲ ଦେଖାଯାଉଛି। ଏବେ ପାର୍କର କାମ ଚାଲିଛି, ସେଥିଲାଗି ପାର୍କ ଫୁଲ୍ କମ୍ପ୍ଲିଟ୍ ହେଇନାହିଁ। ତଥାପି ଆମେ ବାହାରୁ ଅଳ୍ପ କିଛି କ୍ଲିପ୍ ନେଇଯାଇଛୁ। ଦେଖନ୍ତୁ ପାର୍କଟା କେତେ ବଡ଼ ଏରିଆରେ ହେଇଛି। ଆଉ ଇଏ ଟିକେ କାମ ହେଲା ପରେ ଇଏ ବହୁତ ସୁନ୍ଦର ବି ଲାଗିପାରେ। ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟରେ କୁହନ୍ତୁ। ମହାବିନାୟକ ଟେମ୍ପଲ ବୁଲି ସାରିବା ପରେ ବାଟରେ ପଡ଼ୁଥିବା ଚଣ୍ଡୀ ମନ୍ଦିର ଆଇଛୁ। ଏଠି ମଧ୍ୟ ଭଲ ପ୍ଲେସ୍ଟା ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଏ ପ୍ଲେସ୍।